ସୀମାରେ ତୁର୍କୀ ଡ୍ରୋନ୍ ମୁତୟନ କଲା ବାଂଲାଦେଶ। ହାଇ ଆଲର୍ଟରେ ଭାରତ। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ଦେଶର ସେନା କ୍ଷମତାଚ୍ୟୁତ କରିବା ପରେ ଭାରତ ସହିତ ବାଂଲାଦେଶର ସମ୍ପର୍କ ଖରାପ ହୋଇଛି। ବାଂଲାଦେଶର ଅଳ୍ପ ସଂଖ୍ୟକ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇଛି ଏବଂ ଭାରତ ପ୍ରତି ବାଂଲାଦେଶ ଲୋକମାନଙ୍କର ଆକ୍ରୋଶମୂଳକ ବ୍ୟବହାର ସହିତ ଅନେକ ହିଂସାତ୍ମକ ମନ୍ତବ୍ୟ ମଧ୍ୟ ଦେଖିବାକୁ ମିଳିଛି। ଏହାରି ମଧ୍ୟରେ ପଡ଼ୋଶୀ ବାଂଲାଦେଶ ପଶ୍ଚିମବଙ୍ଗ ସୀମା ନିକଟରେ ତୁର୍କୀ ନିର୍ମିତ ଡ୍ରୋନ୍ ମୁତୟନ କରି ସର୍ଭିଲାନ୍ସ ଜୋରଦାର କରିଛି ବୋଲି ସୂତ୍ରରୁ ଖବର ପ୍ରକାଶ ପାଇଛି। ୟୁପିଆଇ ଜରିଆରେ ମିଳିବ ଋଣ, ରିଜର୍ଭ ବ୍ୟାଙ୍କ ଦେଲା ଅନୁମତି। ଦେଶର କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କ ପାଇଁ ଖୁସି ଖବର ଆସିଛି। ରିଜର୍ଭ ବ୍ୟାଙ୍କ ଶୁକ୍ରବାର କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କଗୁଡ଼ିକୁ ୟୁପିଆଇ ଜରିଆରେ ପାକ୍ ଅନୁମୋଦିତ ଋଣ ପ୍ରଦାନ କରିବାକୁ ଅନୁମତି ଦେବାକୁ ପ୍ରସ୍ତାବ ଦେଇଛି। ଶୁକ୍ରବାର ରିଜର୍ଭ ବ୍ୟାଙ୍କ ଦ୍ୱିମାସିକ ଋଣ ନୀତି ସମୀକ୍ଷା ଘୋଷଣା ସମୟରେ ଗଭର୍ଣ୍ଣର ଶ୍ରୀକାନ୍ତ ଦାସ ଏହି ଘୋଷଣା କରିଛନ୍ତି। ଗଭର୍ଣ୍ଣର ଶ୍ରୀ ଦାସ କହିଛନ୍ତି ଯେ ୟୁପିଆଇରେ ପାକ୍ ଅନୁମୋଦିତ ଋଣ ଅଧୀନରେ ଗ୍ରାହକମାନଙ୍କୁ କମ୍ ମୂଲ୍ୟରେ ଏବଂ କମ୍ ସମୟ ମଧ୍ୟରେ ଋଣ ପ୍ରଦାନ କରିବାର ସୁଯୋଗ ରହିଛି। ପୁତିନଙ୍କ ବଡ଼ ଘୋଷଣା, ଭାରତରେ ବିନିର୍ମାଣ ୟୁନିଟ୍ ସ୍ଥାପନ କରିବ। 5 ବର୍ଷରେ 5 ଗୁଣା ବଢ଼ିବ କାରବାର। ଭାରତର ସାମର୍ଥ୍ୟକୁ ନେଇ ସମଗ୍ର ବିଶ୍ୱ ଅବଗତ। ଏଥିରୁ ବାଦ୍ ପଡ଼ିନି ରୁଷ। ଭାରତରେ ଥିବା ସମ୍ଭାବନାକୁ ଆଖି ଆଗରେ ରଖି ଏହା ସହିତ ଅର୍ଥନୈତିକ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଚାହୁଁଛି ରୁଷ। ଭାରତ ନିର୍ମାଣରେ ନିଜର ଯୋଗଦାନ ଦେବାକୁ ଆଗ୍ରହୀ। ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଗୁରୁବାର ଭାରତର ମେକ୍ ଇନ୍ ଇଣ୍ଡିଆ ଅଭିଯାନକୁ ଢେର ପ୍ରଶଂସା କରିବା ସହ ଭାରତରେ ବିନିର୍ମାଣ ୟୁନିଟ୍ ଲଗାଇବା ପାଇଁ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି। ରୁଷ ଏ ପଦକ୍ଷେପ ଉଭୟ ଦେଶ ମଧ୍ୟରେ ବଢ଼ୁଥିବା ଅର୍ଥନୈତିକ ସମ୍ପର୍କକୁ ଆହୁରି ମଜବୁତ କରିବ। ବିଦ୍ୟୁତ୍ ବିଲ୍ ପଇଠ କରି ପାଇଲେ ଉପହାର, ନିଆରା ପ୍ରୟାସରେ ସମସ୍ତେ ଖୁସି। ବିଦ୍ୟୁତ୍ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ TPWODL ତରଫରୁ ନିଆରା ପ୍ରୟାସ ଆରମ୍ଭ ହୋଇଛି। ଯେଉଁମାନଙ୍କ ବକେୟା ନାହିଁ ଏବଂ ପ୍ରତ୍ୟେକ ମାସରେ ନିୟମିତ ବିଦ୍ୟୁତ୍ ବିଲ୍ ଦେଉଛନ୍ତି ସେମାନଙ୍କୁ ଖୁଲ୍ ଯା ସିମ୍ ସିମ୍ ଢଙ୍ଗରେ ଆର୍ଥିକ ଲକି କୁପନ ଉଠାଣ ମାଧ୍ୟମରେ ପୁରସ୍କାର ଦେଇ ସମ୍ମାନିତ କରାଯାଇଛି। ଏହି ଅବସରରେ ବିଦ୍ୟୁତ୍ ଉପକଣ୍ଠ କାର୍ଯ୍ୟାଳୟରେ ଅନୁଷ୍ଠିତ ସଭାରେ ବିଦ୍ୟୁତ୍ ବିଭାଗର ସହକାରୀ ଯନ୍ତ୍ରୀ ଉଦୟ ଶଙ୍କର ପାତ୍ର ଯୋଶୀ ନିୟମିତ ବିଦ୍ୟୁତ୍ ଦେୟ ପଇଠ କରିବାକୁ ଉପଭୋକ୍ତାଙ୍କୁ ଉପହାର ଦେଇଛନ୍ତି। ପ୍ରଥମରେ ଉମେଶ ବନଚର, ଦ୍ୱିତୀୟରେ ଅଜିତ ସାମନ୍ତରାୟ ଓ ତୃତୀୟରେ ଲତା ବାଗ ଆଦିଙ୍କୁ ପୁରସ୍କାର ଦେଇ ସମ୍ମାନିତ କରାଯାଇଛି। ପୁରସ୍କାର ପାଇଁ ଏମାନେ ବି ବେଶ୍ ଖୁସି ଅଛନ୍ତି। ଗାଜାରେ ବି ହେବ ଯୁଦ୍ଧବିରତି, ହମାସର ବଡ଼ ଦାବି। ଇସ୍ରାଏଲ ଓ ହିଜବୁଲ୍ଲା ମଧ୍ୟରେ ଅସ୍ତ୍ରବିରତି ପରେ ଲେବାନନରେ ଇସ୍ରାଏଲ ଆକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ଗାଜାରେ ଏହା ଜାରି ରହିଛି। ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ରେ ଦୈନିକ ଶହ ଶହ ଲୋକ ପ୍ରାଣ ହରାଉଛନ୍ତି। କିନ୍ତୁ ଏବେ ଆଶା କରାଯାଉଛି ଯେ ଖୁବ୍ ଶୀଘ୍ର ଗାଜାରେ ବି ମୃତ୍ୟୁତାଣ୍ଡବ ବନ୍ଦ ହୋଇଯିବ। ଗୁରୁବାର ଦିନ ହମାସ ନେତା ଦାବି କରିଛନ୍ତି ଯେ ଇସ୍ରାଏଲ ସହ ଅସ୍ତ୍ରବିରତି ଆଲୋଚନା ପୁନର୍ବାର ଆରମ୍ଭ ହୋଇଛି। ଗାଜାରେ ଅସ୍ତ୍ରବିରତି ପାଇଁ ଅନ୍ତର୍ଜାତୀୟ ଆଲୋଚନାକାରୀମାନେ ହାମାସ ଏବଂ ଇସ୍ରାଏଲ ସହ ଆଲୋଚନା ଆରମ୍ଭ କରିଛନ୍ତି ଏବଂ 14 ମାସ ଧରି ଚାଲିଥିବା ଯୁଦ୍ଧର ଅନ୍ତ ପାଇଁ ମଧ୍ୟ ରାଜିନାମା ହେବ ବୋଲି ଆଶା କରାଯାଇଛି। ଚିନ୍ତା ବଢ଼ାଇଲା ପାକିସ୍ତାନ, ଚୀନଠୁ କିଣିବ ଏହି ଅସ୍ତ୍ର। ନିକଟରେ ନିଜର ବାୟୁସେନାକୁ ଶକ୍ତିଶାଳୀ କରିବା ପାଇଁ ପାକିସ୍ତାନ ଚାଇନାଠୁ J-25 ଫାଇଟର ଜେଟ୍ କିଣିବ ବୋଲି ଘୋଷଣା କରିଛି। ଚାଇନାର ଏହି J-35 ଜେଟ୍ ପ୍ରଥମ ପିଢ଼ିର ଜେଟ୍ ହୋଇଥିବା ବେଳେ ଏହାକୁ ସାଧାରଣତଃ FC-31 ଜିପ୍ଲାଇନର ବୋଲି କୁହାଯାଇଥାଏ। ଏହା ପଞ୍ଚମ ପିଢ଼ିର ଜେଟ୍ ହୋଇଥିବାରୁ ଅନ୍ୟ ଜେଟ୍‌ଗୁଡ଼ିକ ଅପେକ୍ଷା ଏଥିରେ ଅନେକ ବୈଶିଷ୍ଟ୍ୟ ରହିଛି। ନିକଟରେ ହୋଇଥିବା ଜୁଆର ଏୟାର ଶୋରେ ପ୍ରଥମ ଥର ପାଇଁ ଏହାର ଝଲକ ଦେଖିବାକୁ ମିଳିଥିଲା। ଆମେରିକା F-35 ସହ J-35 ସମାନ ବୋଲି ଚାଇନା ଦାବି କରୁଥିବା ବେଳେ ଏନେଇ କୌଣସି ବିଶେଷ ପ୍ରମାଣ ମିଳିପାରିନାହିଁ। ତାତିଲେନି ପଶ୍ଚିମ ଓଡ଼ିଶା ଚାଷୀ ସଂଗଠନ। ପଶ୍ଚିମ ଓଡ଼ିଶାରେ ମୁଣ୍ଡ ଟେକୁଛି ଚାଷୀ ଆନ୍ଦୋଳନ। ଧାନ ବିକ୍ରିରେ ଅବ୍ୟବସ୍ଥା, କଟନୀ ଚଟଣିକୁ ନେଇ ଅସନ୍ତୁଷ୍ଟ ଚାଷୀ। ମଣ୍ଡିରେ ଅବ୍ୟବସ୍ଥା ଯୋଗୁଁ ସକ୍ରିୟ ହେଲେନି ଦଲାର। ଫସଲର ଉଚିତ ମୂଲ୍ୟ ନ ପାଇ ତେଜୁଛି ଅସନ୍ତୋଷ। ମୁଖ୍ୟମନ୍ତ୍ରୀଙ୍କ ବଡ଼ଗଡ଼ ଗସ୍ତ ପୂର୍ବରୁ ଦାନା ବାନ୍ଧୁଛି ଚାଷୀ ଆନ୍ଦୋଳନ। ପ୍ରତିଶ୍ରୁତି ଦେଇ ରାଜ୍ୟ ପାଳନ କରି ନଥିବାରୁ ରାଜ୍ୟ ସରକାରଙ୍କ ଉପରେ ଖପା ପଶ୍ଚିମ ଓଡ଼ିଶା ଚାଷୀ। କଟନୀ ଚଟଣି ହେବନି କହି ବିଗତ ବର୍ଷ ତୁଳନାରେ ଅଧିକ କାଟ କରାଯାଇଛି। 800 ଟଙ୍କାର ଲୋଭ ଦେଖାଇ ବ୍ୟାପକ କଟନୀ ହେଉଛି। ମଣ୍ଡିରେ ସକ୍ରିୟ ହେଲେନି ଦଲାର। ଏନାଲାଇଜର ମେସିନ୍ ଆଣି ମିଲରମାନଙ୍କୁ ସଶକ୍ତ କରାଯାଇଛି। ଭିତ୍ତିଭୂମି ତିଆରି କରିବାରେ ସରକାର ଫେଲ୍ ମାରିଥିବା ଚାଷୀ ଅଭିଯୋଗ କରିଛନ୍ତି।
5 ବର୍ଷ ମଧ୍ୟରେ ଘରଟିଏ ନଥିବା ବ୍ୟକ୍ତି ଶୂନ୍ୟ ରାଜ୍ୟ ହେବ ଓଡ଼ିଶା, କହିଲେ ସୁରେଶ ପୂଜାରୀ। 2029 ସୁଦ୍ଧା ରାଜ୍ୟରେ କୌଣସି ବ୍ୟକ୍ତି ଭୂମିହୀନ ରହିବନି। ସମସ୍ତ ଭୂମିହୀନଙ୍କୁ ପଟ୍ଟା ଯୋଗାଇ ଦେବେ ରାଜ୍ୟ ସରକାର। ପ୍ରାଥମିକତା ଭାବେ ଦିବ୍ୟାଙ୍ଗମାନଙ୍କ ପାଇଁ ଘରଟିଏ ପଟ୍ଟା ପ୍ରଦାନ କରାଯିବ। ଏନେଇ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ସରକାରୀ ତଥ୍ୟକୁ ଆଧାର କରି ଖୁବ୍ ଶୀଘ୍ର ଭୂମିହୀନ ଦିବ୍ୟାଙ୍ଗଙ୍କୁ ଜମି ପଟ୍ଟା ଦିଆଯିବ। ଏହାସହ ମୁଖ୍ୟମନ୍ତ୍ରୀ ଆବାସ ସହ ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯିବ। 5 ବର୍ଷ ମଧ୍ୟରେ ଘରଟିଏ ନଥିବା ବ୍ୟକ୍ତି ଶୂନ୍ୟ ରାଜ୍ୟ ହେବ ଓଡ଼ିଶା। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଏହି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଓଡ଼ିଶାରେ ଖୋଲିବ 8 ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, କହିଲେ ଧର୍ମେନ୍ଦ୍ର ପ୍ରଧାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟିରେ ଓଡ଼ିଶାର 8ଟି ଏବଂ ସମଗ୍ର ବିଶ୍ୱରେ 50ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ଏବଂ 28ଟି ନୂଆ ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମଞ୍ଜୁର କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି। କହିଛନ୍ତି, ଜାତୀୟ ଶିକ୍ଷାନୀତିର ପରାମର୍ଶ ଅନୁସାରେ ଓଡ଼ିଶା ସମେତ ସମଗ୍ର ଦେଶରେ ଉତ୍ତମ ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ଏହି ନୂଆ ବିଦ୍ୟାଳୟ ମଞ୍ଜୁର ପ୍ରଦାନ କରାଯାଇଛି। ଆଗାମୀ ଦିନରେ ଭାରତ ସରକାର 85ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଓ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟ ସମ୍ପ୍ରସାରଣ ପାଇଁ 5,875 କୋଟି ଟଙ୍କା ଏବଂ 28ଟି ନୂଆ ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପ୍ରାୟ 2,358 କୋଟି ଟଙ୍କା ଖର୍ଚ୍ଚ କରିବେ। ବିଶ୍ୱର ଶ୍ରେଷ୍ଠ 100 ଆକର୍ଷଣୀୟ ସହର ତାଲିକାରେ ଭାରତ କେବଳ ଏହି ସହର ସାମିଲ। ବିଶ୍ୱର ଶ୍ରେଷ୍ଠ 100 ଆକର୍ଷଣୀୟ ସହର ତାଲିକାରେ ଭାରତର ଗୋଟିଏ ସହର ସ୍ଥାନ ପାଇଛି। ଲଗାତାର ଚତୁର୍ଥ ବର୍ଷ ପାଇଁ ପ୍ୟାରିସ୍ ଦୁନିଆର ସବୁଠାରୁ ଆକର୍ଷଣୀୟ ସହର ଭାବରେ ଏହି ଆଖ୍ୟା ବଜାୟ ରଖିଛି। ଏକ ଡାଟା ଆନାଲିଟିକ୍ କମ୍ପାନୀ ୟୁରୋମନିଟର ଇଣ୍ଟରନ୍ୟାସନାଲ ସଦ୍ୟତମ ରିପୋର୍ଟ ଅନୁଯାୟୀ କେବଳ ଗୋଟିଏ ଭାରତର ସହର ଶ୍ରେଷ୍ଠ 100ରେ ସ୍ଥାନିତ କରିଛି। ମାଦ୍ରିଦ୍ ଏବଂ ଟୋକିଓ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଦିଲ୍ଲୀ 34ତମ ସ୍ଥାନରେ ଥିବା ଭାରତୀୟ ସହର ଭାବେ ସ୍ଥାନ ପାଇଛି। ମହାକାଶକୁ ଯାତ୍ରା କରିବା ହେବ ସହଜ। ସ୍ଥାପନ ହେଉଛି ଦୁନିଆର ପ୍ରଥମ ବ୍ୟବସାୟିକ ସ୍ପେସ୍ ଷ୍ଟେସନ। ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନର କାର୍ଯ୍ୟକାଳ ସରିବାକୁ ଯାଉଛି। 2031 ମସିହାରେ ଏହାର କାର୍ଯ୍ୟକାଳ ଶେଷ ହେବ। କାର୍ଯ୍ୟକାଳ ଶେଷ ହେବା ପରେ ସ୍ପେସ୍ ଏକ୍ସ ସହାୟତାରେ ଏହାକୁ ପୃଥିବୀ ପୃଷ୍ଠକୁ ଆଣି ନଷ୍ଟ କରାଯିବ। ଏଥି ନିମନ୍ତେ ଏଲନ୍ ମସ୍କଙ୍କ କମ୍ପାନୀ ସ୍ପେସ୍ ଏକ୍ସକୁ ନାସା ପକ୍ଷରୁ $843 ମିଲିୟନ କଣ୍ଟ୍ରାକ୍ଟ ଦିଆସରିଛି। ହେବେ ଦୁନିଆର ଅନ୍ୟତମ ଧନୀ ଜେଫ୍ ବେଜୋସଙ୍କ କମ୍ପାନୀ ବ୍ଲୁ ଅରିଜିନ୍ ଏହି ଜାଗାରେ ନିଜର ଏକ ସ୍ପେସ୍ ଷ୍ଟେସନ ସ୍ଥାପନ କରିବାକୁ ଯାଉଛି। ବେଜୋସଙ୍କ ସ୍ପେସ୍ ଷ୍ଟେସନ ଦୁନିଆର ପ୍ରଥମ ବ୍ୟକ୍ତିଗତ ମାଲିକାନାରେ ଥିବା ସ୍ପେସ୍ ଷ୍ଟେସନ ହେବାକୁ ଯାଉଛି। କୋଲକାତାରୁ ସମ୍ବଲପୁରକୁ ଚାଲାଣ ହେଉଥିଲା କପ୍ ସିରପ। 5 ଜଣଙ୍କୁ ବାନ୍ଧିଲା ପୋଲିସ। ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ସିଟି ଷ୍ଟେସନ ନିକଟ ଝାଙ୍କରପଡ଼ାରୁ କପ୍ ସିରପ ଜବତ ହୋଇଛି। କୋଲକାତାରୁ ସମ୍ବଲପୁରକୁ ଏହା ଚାଲାଣ ହେଉଥିବା ବେଳେ ପୋଲିସ 1440 ବୋତଲ କପ୍ ସିରପ ଜବତ କରିଛି। ଏଥିସହ କାର୍, ସ୍କୁଟିକୁ ମଧ୍ୟ ଜବତ କରିଛି। ଏଥିରେ ସମ୍ପୃକ୍ତ 5 ଜଣଙ୍କୁ ପୋଲିସ ଗିରଫ କରି ଅଧିକ ପଚରାଉଚରା କରୁଛି।